ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ମହାନଦୀ କୋଲ୍ଡଫିଲ୍ଡ ଲିମିଟେଡ୍ ବା MCL ତା ତରଫରୁ ଗୋଟେ ଅଫିସିଆଲ ନୋଟିଫିକେସନଟି ଆସିଛି, ଯେଉଁଥିରେ ତାର ଭ୍ୟାକେନ୍ସି ବିଷୟରେ ଡିଟେଲ ବର୍ଣ୍ଣନା ହେଇଛି। ବୁଝିପାରିଲେ ପିଲାମାନେ? ତେଣୁକରି ଚାଲନ୍ତୁ ଏହା ବିଷୟରେ ଆମେ ଡିଟେଲ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିପାରିଲେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି MCL ତରଫରୁ ଅଫିସିଆଲ ନୋଟିସ୍। ଆପଣମାନେ ଦେଖିପାରୁଥିବେ ତାର ହେଡ଼କ୍ୱାର୍ଟରରୁ ଆପଣମାନଙ୍କର ରିକ୍ରୁଟମେଣ୍ଟଟିଏ ଆସିଛି। ଏଇ ଯେଉଁ ଆପଣମାନଙ୍କର MCL ତରଫରୁ ଏମ୍ପ୍ଲୟମେଣ୍ଟ ନୋଟିସ୍ ବା ଆଡ଼ଭର୍ଟାଇଜମେଣ୍ଟଟିଏ ଆସିଛି, ଏଇଥିରେ ବହୁତ ପ୍ରକାରର ପୋଷ୍ଟର ଆପଣମାନଙ୍କର ଫର୍ମ ଆପ୍ଲାଏ ହେଇଯିବ, ଯେଉଁଟାକି ଅନଲାଇନ୍ ମୋଡ଼ରେ ହେବ। ମନେ ରଖିଥାନ୍ତୁ ପିଲାମାନେ। ଚାଲନ୍ତୁ ଆମେ ଜାଣିବା ସେ ବିଷୟରେ। ଓକେ, ପ୍ରଥମେ ଜାଣି ରଖନ୍ତୁ ଏହାର ଅନଲାଇନ୍ ଡେଟ୍ ଆରମ୍ଭ ହୋଇଯିବ 16 ମାର୍ଚ୍ଚ 2026। ସମୟ ମଧ୍ୟ ମନେ ରଖନ୍ତୁ ସକାଳ 10ଟା ସମୟରେ। ତାମାନେ 16 ତାରିଖ ଦିନ ସକାଳ 10 ଘଟିକା ସମୟରୁ ଆପଣମାନଙ୍କର ଅନଲାଇନ୍ ଆପ୍ଲାଏ ଆରମ୍ଭ ହୋଇଯିବ। ଆଉ ଶେଷ କେବେ ହେବ ଏହାକୁ ମଧ୍ୟ ଜାଣି ରଖନ୍ତୁ 6 ଏପ୍ରିଲ 2026। ତାମାନେ ଏପ୍ରିଲ ମାସ 6 ତାରିଖ ରାତି 11ଟା 50 ସମୟରେ ଆପଣମାନଙ୍କର ଶେଷ ହୋଇଯିବ। ତେଣୁକରି ତା ଭିତରେ ଆପଣମାନେ ନିଶ୍ଚୟ ଭାବରେ ଏହି ଫର୍ମ ଗୁଡ଼ାକୁ ଆପ୍ଲାଏ କରିନେବେ। ବୁଝିଗଲେ ପିଲାମାନେ? ତାପରେ ଆପଣମାନଙ୍କର କେବେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ ହେବ, କେବେ ଆପଣମାନଙ୍କର CBT ମୋଡ଼ରେ ଏକ୍ଜାମ୍ ହେବ, କେବେ ଏହାର ରେଜଲ୍ଟ ଡିକ୍ଲାରେସନ୍ ହେବ, ସେଗୁଡ଼ା ମଧ୍ୟ ଆପଣମାନଙ୍କୁ ମୁଁ ଶୀଘ୍ର ଜଣାଇଦେବି। ଓକେ, ବର୍ତ୍ତମାନ ଆମେ ଜାଣିବା ବିଭିନ୍ନ ପ୍ରକାର ପୋଷ୍ଟ ଆଉ ତାର ଭ୍ୟାକେନ୍ସି ବିଷୟରେ। ଦେଖନ୍ତୁ, ଏଇଥିରେ ଆପଣମାନଙ୍କର 5 ପ୍ରକାରର ଭ୍ୟାକେନ୍ସି ରହିଛି। ଆପଣମାନଙ୍କର ଜୁନିୟର ଓଭରମ୍ୟାନ୍, ମାଇନିଂ ସିଡାରାର, ସର୍ଭେୟର, ଟ୍ରାନ୍ସଲେଟର କ୍ଲାରିକାଲ ଗ୍ରେଡ୍ 3 ଆଉ ଟେକ୍ନିସିଆନ୍ ଆପଣମାନଙ୍କର ପାଥୋଲୋଜିର। ବୁଝିପାରିଲେ? ତେଣୁକରି ଏତିକି କ୍ୟାଟେଗୋରୀର ଆପଣମାନଙ୍କର ପୋଷ୍ଟ ରହିଛି। ଦରମା ମଧ୍ୟ ଆପଣମାନେ ଦେଖିପାରୁଥିବେ, ତାର ଡାହାଣ ସାଇଡ଼ରେ ଆପଣମାନଙ୍କର ମେନସନ୍ ରହିଛି ବେସିକ୍ ପେ। ହେଲା, ଆଉ ଆପଣମାନେ ଦେଖିପାରୁଛନ୍ତି ଜେନେରାଲରେ କେତେ ପୋଷ୍ଟ ରହିଛି, ଇକୋନୋମିକାଲ ୱିକର ସେକ୍ସନରେ କେତେ ପୋଷ୍ଟ ରହିଛି, SCର କେତେ ପୋଷ୍ଟ ରହିଛି, STର କେତେ ପୋଷ୍ଟ ରହିଛି। ତେଣୁକରି ଆମର ଜୁନିୟର ଓଭରମ୍ୟାନ୍ ପାଇଁ ସର୍ବମୋଟ 192ଟି ଆପଣମାନଙ୍କର ଭ୍ୟାକେନ୍ସି ରହିଛି। ସେଭଳିଆ ମାଇନିଂ ସିଡାରାର, ଏଇଥିରେ ମଧ୍ୟ ଆପଣମାନଙ୍କର 448ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। ସେହିପରିକା ସର୍ଭେୟରରେ ଆପଣମାନଙ୍କର 24ଟି ପୋଷ୍ଟର ଭ୍ୟାକେନ୍ସି ରହିଛି ପିଲାମାନେ। ହେଲା, ଦେନ୍ ଆପଣମାନଙ୍କର ଟ୍ରାନ୍ସଲେଟରରେ ଗୋଟେ ପୋଷ୍ଟ ରହିଛି, ଟେକ୍ନିକାଲ ପାଥୋଲୋଜିରେ 2ଟି ପୋଷ୍ଟ ରହିଛି। ବୁଝିଗଲେ ପିଲାମାନେ? ତେଣୁକରି ମୁଁ ଆପଣମାନଙ୍କୁ କ୍ୟାଟେଗୋରୀ ଅନୁସାରେ କେଉଁ ପୋଷ୍ଟରେ କେତେ ଭ୍ୟାକେନ୍ସି ଅଛି ଜଣାଇଦେଲି। ବୁଝିଗଲେ ନା ପିଲାମାନେ? ବର୍ତ୍ତମାନ ଆମେ ଦେଖିବା ପୋଷ୍ଟ ୱାଇଜ୍ ତାର ମିନିମମ୍ କ୍ୱାଲିଫିକେସନ୍ ରିକ୍ରୁଟମେଣ୍ଟ କ'ଣ କ'ଣ ରହିଛି। ପ୍ରଥମେ ଦେଖିବା ଜୁନିୟର ଓଭରମ୍ୟାନ୍, ଯେଉଁଟାକି ଆପଣମାନଙ୍କର ଗ୍ରୁପ୍ C ପୋଷ୍ଟ। ଏଇଥିରେ ଆପଣମାନଙ୍କର କ'ଣ ହେଇଥିବା ଦରକାର ନା ଡିପ୍ଲୋମା ମାଇନିଂ ଇଞ୍ଜିନିୟରରେ କରିଥିବା ଦରକାର 3 ବର୍ଷ, ଆଉ ନହେଲେ ଡିଗ୍ରୀ ଇନ୍ ମାଇନିଂ ଇଞ୍ଜିନିୟରିଂ ସେଇଥିରେ କରିଥିବା ଦରକାର, ଆଉ ତା ନହେଲେ ତାର ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍ ରହିଥିବା ଦରକାର, ଯେଉଁଟାକି ଆପଣମାନଙ୍କର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ରେକଗ୍ନାଇଜ୍ ଇନଷ୍ଟିଚ୍ୟୁସନ୍ସରେ ହେଇଥିବା ଦରକାର। ବୁଝିଗଲେ ପିଲାମାନେ? ଇଏ ଥିଲା ଆପଣମାନଙ୍କର ପ୍ରଥମ ଏସେନ୍ସିଆଲ କ୍ୱାଲିଫିକେସନ୍ସ। 2 ନମ୍ବରରେ ଆମେ ଦେଖିବା, 2 ନମ୍ବରରେ କ'ଣ କହୁଛି, ଭ୍ୟାଲିଡ ଓଭରମ୍ୟାନ୍ କମ୍ପିଟେନ୍ସି ସାର୍ଟିଫିକେଟ୍ ରହିଥିବା ଦରକାର, ଯେଉଁଟାକି ଆପଣମାନଙ୍କର DGMS ଦେଇଥାଏ, ମାନେ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ମାଇନ୍ ସେଫ୍ଟି, ତା ପାଖରୁ ଆପଣମାନଙ୍କର ସାର୍ଟିଫିକେଟ୍ ରହିଥିବା ଦରକାର। ବୁଝିଗଲେ ପିଲାମାନେ? ତାପରେ ଆପଣମାନଙ୍କର କ'ଣ ଥିବା ଦରକାର ନା ଭ୍ୟାଲିଡ ଫାଷ୍ଟ ଏଡ୍ ସାର୍ଟିଫିକେଟ୍ ରହିଥିବା ଦରକାର। ଆଉ କ'ଣ ରହିଥିବା ଦରକାର? 4 ନମ୍ବର ପଏଣ୍ଟକୁ ଦେଖନ୍ତୁ, କ'ଣ କହୁଛି ନା ଭ୍ୟାଲିଡ ଗ୍ୟାସ୍ ଟେଷ୍ଟିଂ ସାର୍ଟିଫିକେଟ୍ ରହିଥିବା ଦରକାର। ବୁଝିଗଲେ ନା ପିଲାମାନେ? ତେଣୁକରି ଏହି ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ହେଲେ ଏତିକି ଆପଣମାନଙ୍କ ପାଖରେ ନିଶ୍ଚୟ ଏସେନ୍ସିଆଲ କ୍ୱାଲିଫିକେସନ୍ ରହିଥିବା ଦରକାର। ବୁଝିଗଲେ ପିଲାମାନେ? ଚାଲନ୍ତୁ ପରବର୍ତ୍ତୀ ପୋଷ୍ଟକୁ ଆମେ ଦେଖିବା। ପରବର୍ତ୍ତୀ ପୋଷ୍ଟ ହେଉଛି ଆପଣମାନଙ୍କର ମାଇନିଂ ସିଡାରାର, ଯେଉଁଟାକି ଆପଣମାନଙ୍କର ଗ୍ରୁପ୍ C ପୋଷ୍ଟ। ଏଇଥିରେ ଆପଣମାନଙ୍କର +2 ପାସ୍ ହେଇଥିବା ଦରକାର, ଆଉ ନହେଲେ 3 ବର୍ଷ ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂରେ କରିଥିବା ଦରକାର, ମାନେ 3 ବର୍ଷିଆ ଡିପ୍ଲୋମାଟା କରିଥିବେ। ବୁଝିଗଲେ? ଆଉ ନହେଲେ ଆପଣମାନଙ୍କର ଡିଗ୍ରୀ କରିଥିବେ କେଉଁଥିରେ ନା ମାଇନିଂ ଇଞ୍ଜିନିୟରିଂରେ। ବୁଝିଗଲେ? ଆଉ କ'ଣ ନା ଆପଣମାନଙ୍କର ଭ୍ୟାଲିଡ ମାଇନିଂ ସିଡାରାରସିପ୍ ସାର୍ଟିଫିକେଟ୍ ଅଫ୍ କମ୍ପିଟେନ୍ସି, ଏଇ ସାର୍ଟିଫିକେଟ୍ ଦରକାର। এই ସାର୍ଟିଫିକେଟ୍ କିଏ ଦେଇଥାଏ? ମୁଁ ପୂର୍ବରୁ ଆପଣମାନଙ୍କୁ କହିଲି କିଏ ଦେଇଥାଏ ନା DGMS ଦେଇଥିବ, ତାକୁ ମଧ୍ୟ ଆପଣମାନଙ୍କର ରହିଥିବା ଦରକାର। ଆଉ କ'ଣ
ଦେନ୍ ଆପଣମାନଙ୍କର 3 ନମ୍ବର ବିଟେ ଦେଖନ୍ତୁ ଭ୍ୟାଲିଡ୍ ଫାଷ୍ଟ ଏଡ୍ ସାର୍ଟିଫିକେଟ୍ ରହିଥିବା ଦରକାର। 4 ପଏଣ୍ଟରେ ଦେଖନ୍ତୁ ଭ୍ୟାଲିଡ୍ ଗ୍ୟାସ୍ ଟେଷ୍ଟିଂ ସାର୍ଟିଫିକେଟ୍ ରହିଥିବା ଦରକାର ପିଲାମାନେ। ତାହେଲେ ଆପଣମାନେ ଏହି ପୋଷ୍ଟକୁ ଆପ୍ଲାଏ କରିପାରିବେ। ବୁଝିଗଲେ? ପୁରା କ୍ଲିଅର? ଦେନ୍ ଆମେ ଦେଖିବା 3 ନମ୍ବର ପୋଷ୍ଟକୁ ସର୍ଭେୟର ପୋଷ୍ଟ, ଯେଉଁଟାକି ଆପଣମାନଙ୍କର ଗ୍ରୁପ୍ ବି ପୋଷ୍ଟ। ଏହି ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ହେଲେ ଆପଣମାନଙ୍କର +2 ନିଶ୍ଚୟ ଭାବରେ ପାସ୍ ହେଇଥିବା ଦରକାର। ବୁଝିପାରିଲେ ପିଲାମାନେ? ତା ନହେଲେ ଡିପ୍ଲୋମା ଇନ୍ ମାଇନିଂ ଅର୍ ମାଇନ୍ସ ସର୍ଭେଇଂ ଇଞ୍ଜିନିୟରରେ ଆପଣମାନଙ୍କର 3 ବର୍ଷର କରିଥିବା ଦରକାର। ଆଉ ନହେଲେ ଡିଗ୍ରୀ ହାସଲ କରିଥିବା ଦରକାର। କେଉଁଥିରେ? ନା ମାଇନିଂ ଅର୍ ମାଇନ୍ ସର୍ଭେଇଂ ଇଞ୍ଜିନିୟର। ତା ନହେଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଯେକୌଣସି ବି ଆପଣମାନଙ୍କର ଇନଷ୍ଟିଟ୍ୟୁସନ୍ ଥ୍ରୁ ତାର ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍କୁ ହାସଲ କରିଥିବା ଦରକାର। ବୁଝିଗଲେ ପିଲାମାନେ? यार 2 नंबर पॉइंट देखंतु वैलिड सर्वे सर्टिफिकेट आपणमानकर रहिथिबा दरकार, जोटा कि मु पूर्वरु आलोचना करथिली डीजीएमएस याकू देई थाई। ओके, बुझिगले पिला माने सर्वेयर पोस्ट विषय पूरा क्लियर हो गले, जोटा कि आपणमानकर ग्रुप बी पोस्ट। ओके, देन आमे देखिबा पोस्ट नंबर 4। एथिरे आपणमानकर ट्रांसलेटर पोस्ट थिला, जोटा कि आपणमानकर क्लरिकल ग्रेड 3 पोस्ट। एथिरे आपणमानकर बीए करथिबे नहले इक्विवेलेंट होइथिबा दरकार, जोथिरे कि आपणमानकर हिंदी आ इंग्लिश रहिथिबा दरकार। बुझिगले? तार आउ कोन क्वालिफिकेशन दरकार करूची ना गवर्नमेंट डिप्लोमा होल्डर रहिथिबा दरकार, हिंदी ट्रांसलेशन प्रिफर्ड रे। बुझिगले? तेनु करी एई सब क्वालिफिकेशन रहिले आपणमाने ट्रांसलेटर पोस्ट को अप्लाई करि परिबे। देन आपणमानकर टेक्नीशियन पैथोलॉजी जो पोस्ट रही यही पोस्ट आपणमानकर ग्रुप सी पोस्ट। एथिरे डिप्लोमा इन पैथोलॉजी रे करथिबा दरकार, जेकोनोसी भी गवर्नमेंट रिकॉग्नाइज इंस्टीट्यूशंस रे। बुझिगले? तेनु करी पैथोलॉजी रो पिला माने मध्य अप्लाई करि परिबे। कोउथिरे? ना महानदी कोलफील्ड लिमिटेड एई संस्था रे, जो संस्था कि आपणमानकर कोल इंडिया लिमिटेड रो गोटे सब्सिडारी संस्था। एटा आपणमानकर मने रखंतु। ओके, वर्तमान आमे देखियो आपणमानकर एज लिमिट। देखंतु एज लिमिट आपणमानकर 6 एप्रिल 2026 पाखरु आपणमानकर काउंट करा जिवो। केमिति काउंट करा जिवो? देखंतु 6 एप्रिल 2026 एई सुद्धा आपणमानकर मिनिमम 18 वर्ष हेइतिबा दरकार। बुझिगला? तारु तळकु हेले आपणमानकर रिजेक्ट हेजिवो। बुझिगले? ठीक सेमिति का आपणमानकर 6 एप्रिल 2026 सुद्धा आपणमानकर अपर लिमिट 30 हेइतिबा दरकार। माने मैक्सिमम एज लिमिट केते रहिछि? 30 रहिछि आपणमानकर। बुझिगला? काहारो? ना जनरल आउ इकोनॉमिकल वीकर सेक्शन मानक पई। बुझि पारले पिला माने? बाकी मानक पई रिलैक्सेशन रो फैसिलिटी रहिछि, जोडा कि तळे मेंशन हेछि। मु आपण मानकु गोटी गोटी करी जणी देबी। जेमिति का आपण मानकर जनरल मानकर कोनोसी रिलैक्सेशन नाही। ओबीसी नॉन क्रीमी मानक पई 3 वर्ष रिलैक्सेशन रहिछि पिला माने। एसटी एससी तांकर 5 वर्ष रिलैक्सेशन रहिछि। एक्स सर्विसमैन सेमानकर सर्विस अनुसार देखिकरी तांकर एज लिमिट रहिछि। ओके, सेही परिका जो कैंडिडेट माने कोल इंडिया लिमिटेड रो थिले तांकर पई कोनोसी अपर लिमिट नाही, मने रखंतु। देन आपणमानकर डिसेबिलिटीज मानक पई मध्य 10 वर्ष रहिछि, 13 वर्ष रहिछि, 15 वर्ष रहिछि। जनरल ओबीसी आउ एसटी एससी कैटेगरी मानक पई। बुझि पाइले पिला माने? तेनु को रिलैक्सेशन रो फैसिलिटी मध्य रहिछि। आपण माने निश्चय भाबरे फॉर्मटी को अप्लाई करिवे। हला, वर्तमान आमे देखिबा यार सिलेक्शन प्रोसेस कोन रहिछि। देखंतु प्रथमे आपण माननकु कंप्यूटर बेस्ड टेस्ट, जोटा को हमर सीबीटी कहूछे, सेही मोड रे आपण माननकर एग्जाम दा पई पडिबो। बुझियला? आ मने रखंतु एइथिरे कोनोसी इंटरव्यू नाही। आपण माननक पई गोटे सुवर्ण सुजोग। एइथिरे कोनोसी आपण माननकर इंटरव्यू नाही। नो पर्सनल इंटरव्यू पिला माने। हला, तेनु करी सुवर्ण सुजोग हाथ छडा करंतु नाही। सीबीटी मोड रे आपण माननकर एग्जाम हबो। एग्जाम केमिति हबो, केते क्वेश्चन रो मार्क आसीबो, मु आपण माननकु डिटेल कहि देबी। बुझिगले पिला माने? आ मने रखंतु एग्जाम रे मध्य आपण माननकर दुईटी लैंग्वेज रे परीक्षा हबो, गोटे इंग्रजी आ गोटे हिंदी। माने आपण माननकर इंग्लिश रे क्वेश्चन रहिबो, ता तळे आपण माननकर इंग्लिश रे मध्य ताकू दिया हिथिबो। बुझियला? जोटा को हमर बाइलिंगुअल बोली करी कहूछे। आ एइथिरे कोनोसी नेगेटिव मार्क नाही पिला माने। बहुत सुवर्ण सुजोग रहिछि। नो नेगेटिव मार्क मने रखंतु। तेनु करी एई नोटिफिकेशन टी को डिटेल देखंतु, जानंतु। आ जो माने टेलीग्राम चैनल रे जॉइन करी नाहंती, समाने हमर ऑफिशियल टेलीग्राम चैनल एडीएस नॉलेज पॉइंट, सेइथिरे निश्चय जॉइन करिवे। आउ जहाँ भी आपण मानकर डाउट हेबो, समाने मोर टेलीग्राम ग्रुप डीके सार ओडिशा, सेइथिरे मते जॉइन करि परिबे। तार लिंक मते डिस्क्रिप्शन बॉक्स रे रहिछि। बुझियला?
ପିଲାମାନେ ମୁଁ ଆପଣମାନଙ୍କୁ ପୂର୍ବରୁ କହିଲି ଏଇଥିରେ ଇଣ୍ଟରଭ୍ୟୁ ନାହିଁ ଆଉ ନେଗେଟିଭ୍ ମାର୍କ ମଧ୍ୟ ନାହିଁ। ଏଇଥିରେ ମନେ ରଖନ୍ତୁ ସିବିଟି ମୋଡ଼ରେ 100 ମାର୍କର କ୍ୱେଶ୍ଚନ୍ ଆସିବ ପିଲାମାନେ। କେତେ ମାର୍କର? ନା ସର୍ବମୋଟ ଆପଣମାନଙ୍କର 100 ମାର୍କର କ୍ୱେଶ୍ଚନ୍ ଆସିବ। ସେଇ 100 ମାର୍କର କ୍ୱେଶ୍ଚନ୍ ଆପଣମାନଙ୍କର ଦୁଇଟି ସେକ୍ସନରେ ହେବ। ଗୋଟେ ହେଉଛି ଆପଣମାନଙ୍କର ଏ ସେକ୍ସନ୍ ଆଉ ଗୋଟେ ହେଉଛି ବି ସେକ୍ସନ୍। ଏ ସେକ୍ସନରେ ଆପଣମାନଙ୍କର 20 ମାର୍କ ରହିବ। 20ଟି କ୍ୱେଶ୍ଚନ୍ ରହିବ ଆଉ 20 ମାର୍କ ରହିବ। ମାନେ ଗୋଟେ କ୍ୱେଶ୍ଚନ୍ ଗୋଟେ ମାର୍କ ରହିବ, MCQ ମୋଡ଼ରେ ଆସିବ ପିଲାମାନେ ହେଲା। ଆଉ ସେଇ 20ଟି କ୍ୱେଶ୍ଚନ୍ ଆପଣମାନଙ୍କର ଜେନେରାଲ ଆୱାରନେସ୍ ଆଉ ଏପ୍ଟିଟ୍ୟୁଡର କ୍ୱେଶ୍ଚନ୍ ଆସିବ ହେଲା। ଆଉ ଆପଣମାନଙ୍କର ସେକ୍ସନ୍ ବିରେ ଆପଣମାନଙ୍କର 80ଟି କ୍ୱେଶ୍ଚନ୍ ଆସିବ ପିଲାମାନେ। କେତୋଟି କ୍ୱେଶ୍ଚନ୍ ଆସିବ? 80ଟି କ୍ୱେଶ୍ଚନ୍। ଯେଉଁ କ୍ୱେଶ୍ଚନ୍ସ କି ଆପଣମାନଙ୍କର ଟେକ୍ନିକାଲ ନଲେଜ ଉପରେ କ୍ୱେଶ୍ଚନ୍ ରହିଥିବ, ବୁଝିହେଲା। ତାହେଲେ 20ଟି କ୍ୱେଶ୍ଚନ୍ ଆପଣମାନଙ୍କର ଜେନେରାଲ ଆୱାରନେସ୍ ଆଉ ଏପ୍ଟିଟ୍ୟୁଡର କ୍ୱେଶ୍ଚନ୍ ଆସିବ। ଦେନ୍ ଆପଣମାନଙ୍କର 80ଟି କ୍ୱେଶ୍ଚନ୍ ସେକ୍ସନ୍ ବିରେ ଆସିବ। ସେଇ 80ଟି କ୍ୱେଶ୍ଚନ୍ ଟେକ୍ନିକାଲ କ୍ୱେଶ୍ଚନ୍ ଗୁଡ଼ା ଆସିବ। ତେଣୁକରି 80ଟି ଟେକ୍ନିକାଲ ଆଉ 20ଟି ଆପଣମାନଙ୍କର ଜେନେରାଲ ଆୱାରନେସ୍ ଏପ୍ଟିଟ୍ୟୁଡର ଆସିବ। ଟୋଟାଲ 100 ମାର୍କ ଆସିବ ପିଲାମାନେ। କିଛି ଅସୁବିଧା ନାହିଁ, ନେଗେଟିଭ୍ ମାର୍କ ନାହିଁ। ସବୁଗୁଡ଼ା କ୍ୱେଶ୍ଚନ୍କୁ ଆଟେମ୍ପ୍ଟ ନେବେ, ମନେ ରଖିଥାନ୍ତୁ। ଏବେ ଚାଲିବା ଜି ନମ୍ବର ସେକ୍ସନକୁ। ଜି ନମ୍ବର ସେକ୍ସନ ବହୁତ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ମିନିମମ୍ କ୍ୱାଲିଫାଇଂ ମାର୍କ ଆପଣମାନଙ୍କର ରଖିବା ଦରକାର ସିବିଟି ମୋଡ଼ରେ। କେତେ ରହିବା ଦରକାର? ଦେଖନ୍ତୁ ଜେନେରାଲ ଆଉ ଇକୋନୋମିକାଲ ୱିକର ସେକ୍ସନ କ୍ୟାଣ୍ଡିଡେଟ୍ ମାନେ ସେମାନେ 45 ମାର୍କ ରଖିବେ। ତାମାନେ 45%। 45% ମାନେ 100ରୁ 45% ମାନେ 45 ମାର୍କ ରଖିବେ, ବୁଝିହେଲା। ଠିକ୍ ସେହିପରିକି ଆପଣମାନଙ୍କର OBC NCL ମାନେ ନନ୍ କ୍ରିମି ଲେୟାର କ୍ୟାଣ୍ଡିଡେଟ୍ ସେମାନେ କ'ଣ କରିବେ ନା 40% ମାର୍କ ନିଶ୍ଚୟ ରଖିବେ, ଯଦ୍ୱାରା ସେମାନେ କ୍ୱାଲିଫାଇ ହେବେ। ତାହେଲେ 40% ମାନେ କେତେ? ନା 40 ମାର୍କସ୍ ଆଣିବା ଦରକାର। ଠିକ୍ ସେହିପରିକି ଆମେ ଦେଖିବା ST SC କ୍ୟାଣ୍ଡିଡେଟ୍ ସେମାନଙ୍କର 35% କ୍ୱାଲିଫାଇଂ ନେଚର ରହିଛି। ତେଣୁକରି ସେମାନଙ୍କର ମଧ୍ୟ 35% ନମ୍ବର ରଖିଲେ କ୍ୱାଲିଫାଇ କରିଯିବେ। ତେଣୁକରି 35% ମାନେ 35 ମାର୍କ ପିଲାମାନେ ରଖିଦେଲେ ST SC କ୍ୟାଣ୍ଡିଡେଟ୍ ମାନେ କ୍ୱାଲିଫାଇ କରିବେ, ବୁଝିହେଲା। ତେଣୁକରି ମିନିମମ୍ କ୍ୱାଲିଫାଇଂ ନେଚର ନିଶ୍ଚୟ ରହିଛି, ତାକୁ କ୍ୱାଲିଫାଇ କରିବେ। ତାପରେ ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ। ଦେଖନ୍ତୁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଆପଣମାନଙ୍କର 1:3 କ୍ୟାଣ୍ଡିଡେଟ୍ଙ୍କୁ ସିଲେକ୍ସନ୍ କରାଯିବ, ବୁଝିପାରିଲେ ପିଲାମାନେ। ଯଦି ଆପଣମାନଙ୍କର ଗୋଟାଏ ପୋଷ୍ଟ ରହିଥିବ ତାହେଲେ ସେଇଥିରେ 3 ଜଣଙ୍କୁ ଡାକିବେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ। ଦେନ୍ ଆପଣମାନଙ୍କର ମେଡ଼ିକାଲ ଫିଟନେସ୍ ଟେଷ୍ଟ କରାଯିବ, ବୁଝିହେଲା। ତେଣୁକରି ମେଡ଼ିକାଲରେ ଆପଣମାନଙ୍କର ଦେଖିନିଅନ୍ତୁ ଏଇ ପ୍ରକାର ଆପଣମାନଙ୍କର ଟେଷ୍ଟ ହେବ। ତେଣୁକରି ମେଡ଼ିକାଲ ଟେଷ୍ଟ ପାଇଁ ଆପଣମାନେ ନିଶ୍ଚୟ ଭାବରେ ପ୍ରସ୍ତୁତ ହୋଇଯିବେ, ଯେଉଁଟାକି ଆପଣମାନଙ୍କର କେବଳ କ୍ୱାଲିଫାଇଂ ନେଚର ଅଛି ହେଲା। ଏଥିରେ କୌଣସି ମାର୍କ ନାହିଁ ବା କୌଣସି ଆପଣମାନଙ୍କର ର୍ୟାଙ୍କିଂ ସିଲେକ୍ସନ୍ କରାଯିବ ନାହିଁ। ଓକେ, ଏବେ ଦେଖିବା ଆପଣମାନେ କେମିତି ଅନଲାଇନରେ ଆପ୍ଲାଏ କରିବେ। ଦେଖନ୍ତୁ ପ୍ରଥମେ ଆପଣମାନେ ଏହାର ଅଫିସିଆଲ ୱେବସାଇଟ୍ ଦେଖିପାରୁଛନ୍ତି। ଏଇ ୱେବସାଇଟ୍କୁ ଯିବେ। ଏଇ ୱେବସାଇଟ୍କୁ ଗଲା ପରେ ତା ଭିତରେ ଆପଣମାନଙ୍କର କ୍ୟାରିୟର୍ସ ଅଛି। ସେଇ କ୍ୟାରିୟର୍ସ ଭିତରେ ରିକ୍ରୁଟମେଣ୍ଟ ସେକ୍ସନକୁ ଯିବେ। ଯାଇକରି ଆପଣମାନେ ସେଇଥିରେ ଯଦି ନୂଆ କରିକି ଆସିଥିବେ ତାହେଲେ ରେଜିଷ୍ଟ୍ରେସନ୍ କରିବେ। ଆଉ ରେଜିଷ୍ଟ୍ରେସନରେ ଆପଣମାନଙ୍କର ଇମେଲ୍ ID, ମୋବାଇଲ ନମ୍ବର, ପର୍ସନାଲ ଏଜୁକେସନ୍ କ୍ୱାଲିଫିକେସନ୍ ଡିଟେଲ୍ସ ଏଇସବୁକୁ ଆପଣମାନେ ନିଶ୍ଚୟ ଭାବରେ ଅପଲୋଡ଼ କରିବେ। ଓକେ, ଦେନ୍ ଆପଣମାନଙ୍କର ଯେଉଁ ଡକୁମେଣ୍ଟସ୍ ଅପଲୋଡ଼ କରିବା କଥା ତାକୁ ଆପଣମାନେ ସ୍କାନ୍ କରିକି ଅପଲୋଡ଼ କରିବେ। ଓକେ, ବୁଝିଗଲେ ପିଲାମାନେ। ଆଉ ମନେ ରଖନ୍ତୁ ଶେଷ ତାରିଖ ହେଉଛି 6 ଏପ୍ରିଲ 2026 ରାତି 11:50 ସୁଦ୍ଧା। ଓକେ, ଏବେ ଦେଖିବା ଏଇ ଫର୍ମକୁ ଆପ୍ଲାଏ କରିବା ପାଇଁ ହେଲେ କେତେ ଟଙ୍କା ଦେବାକୁ ପଡ଼ିବ। ଦେଖନ୍ତୁ ଯେଉଁମାନେ ଜେନେରାଲ କ୍ୟାଟେଗୋରିରେ ଥିବେ, OBC କ୍ୟାଟେଗୋରିରେ ଥିବେ ଏବଂ ଇକୋନୋମିକାଲ ୱିକର ସେକ୍ସନ କ୍ୟାଟେଗୋରିରେ ଥିବେ ସେମାନଙ୍କୁ 1000 ଟଙ୍କା ଦେବାକୁ ପଡ଼ିବ। ପ୍ଲସ୍ ଆପଣମାନଙ୍କର GST 180, ତାମାନେ 1000 ଟଙ୍କା ଦେବେ ପ୍ଲସ୍ ଆପଣମାନଙ୍କର GST 180, ତାମାନେ କେତେ ହେଇଗଲା ଆପଣମାନଙ୍କର 1180 ଟଙ୍କା। କେଉଁମାନେ ଦେବେ? ନା ଜେନେରାଲ, OBC ଏବଂ ଇକୋନୋମିକାଲ ୱିକର ସେକ୍ସନ କ୍ୟାଟେଗୋରିର କ୍ୟାଣ୍ଡିଡେଟ୍ ମାନେ ଦେବେ, ବୁଝିଗଲେ ପିଲାମାନେ। ତାପରେ ଆପଣମାନଙ୍କର ST SC PWD ଆଉ ଫିମେଲ ଏକ୍ସ ସର୍ଭିସମେନ୍ ଏଇମାନଙ୍କ ପାଇଁ କୌଣସି ଫିଜ୍ ଲାଗିବ ନାହିଁ, ୟାକୁ ମଧ୍ୟ ଧ୍ୟାନ ଦେବେ, ବୁଝିଗଲେ ପିଲାମାନେ। ଏବେ ଦେଖିବା ଆପଣମାନଙ୍କର ନର୍ମାଲାଇଜେସନ୍ କେମିତିକା ହେବ। ଦେଖନ୍ତୁ ଆପଣମାନେ ଯେଉଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ଯେଉଁଟାକୁ ଆମେ CBT ବୋଲି କହୁଛେ ସେଇ ଟେଷ୍ଟ ମାଧ୍ୟମରେ ଆପଣମାନେ ଏକ୍ଜାମ୍ ଦେଇଥିବେ। ସେଇ ଏକ୍ଜାମ୍ ଦେଲା ପରେ ଆପଣମାନଙ୍କର ସ୍କୋରକୁ ନର୍ମାଲାଇଜେସନ୍ ଫର୍ମୁଲାରେ ନର୍ମାଲାଇଜେସନ୍ କରାଯିବ, ବୁଝିଗଲେ। ତାର ଫର୍ମୁଲା ମଧ୍ୟ ଆପଣମାନେ ଜାଣି ରଖନ୍ତୁ। এই ଫର୍ମୁଲା ମାଧ୍ୟମରେ ଆପଣମାନଙ୍କର ନର୍ମାଲାଇଜେସନ୍ ରହିବ ହେଲା। ତେଣୁକରି ଏହି ସିଲେକ୍ସନ୍ ପ୍ରୋସେସ୍ରେ ଆପଣମାନଙ୍କର ଗୋଟାଏ ଏକ୍ଜାମ୍ ରହିବ, ଯେଉଁଥିରେ କି नो नेगेटिव मार्क, नो इंटरव्यू, ओनली नॉर्मलाइजेशनଟିଏ ରହିବ ପିଲାମାନେ, ବୁଝିହେଲା। ବହୁତ ସୁବର୍ଣ୍ଣ ସୁଯୋଗ, ନିଶ୍ଚୟ ଫର୍ମଟିକୁ ଆପ୍ଲାଏ କରିବେ। ଆଶା କରୁଛି ପୁରା ଡିଟେଲ୍ ବୁଝି ଯାଇଥିବେ।
ଆଉ ଯଦି ବି ବୁଝିନଥିବେ କମେଣ୍ଟ ବକ୍ସ ଆପଣମାନଙ୍କର, କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ନୂଆ କରିକି ଯଦି ଆସିଥିବେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସେମିତି ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ, ଯାହାଫଳରେ ଆପଣମାନେ ସାଙ୍ଗେ ସାଙ୍ଗେ ଭିଡ଼ିଓକୁ ଦେଖିବେ, ନୋଟ୍ କରିବେ ଆଉ ଜାଣିବେ ଆଉ ଶୀଘ୍ର ଚାକିରି ପାଇବେ। ବୁଝିଗଲେ? କିଛି ଅସୁବିଧା ହେବ ନାହିଁ ପିଲାମାନେ। ନିଜ ନିଜ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।